ଏହି ଅମାନବୀୟ ଜଘନ୍ୟ ହତ୍ୟାକାଣ୍ଡର ଉପଯୁକ୍ତ ଉତ୍ତର ନିଶ୍ଚିତ ଭାବେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ଦିଆଯିବ। ଏ ଦେଶ, ଏ ମାଟି, ଏ ଜାତିର ଜାତକରେ ହାରିବା ଲେଖା ହୋଇନି। ଗୋଟିଏ ହାତରେ ଶାସ୍ତ୍ର ଓ ଆର ହାତରେ ଶସ୍ତ୍ର ଧରି ଆମ ପ୍ରିୟ ଭାରତ ମାତା ଏ ପାଶବିକ ଆକ୍ରମଣର କଠୋରରୁ କଠୋରତମ ଜବାବ ଖୁବ୍ ଶୀଘ୍ର ଦେବାକୁ ଯାଉଅଛି। ଗତ 22 ତାରିଖରେ କାଶ୍ମୀରର ପହଲଗାମ ଠାରେ ହୋଇଥିବା ବର୍ବର ଅମାନୁଷିକ ଏବଂ ଲୋମହର୍ଷଣକାରୀ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା 28 ଜଣ ଭାରତୀୟ ନାଗରିକଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି। ସାରା ରାଜ୍ୟବାସୀଙ୍କ ପକ୍ଷରୁ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଏହି ଅମାନବୀୟ ଜଘନ୍ୟ ହତ୍ୟାକାଣ୍ଡର ଉପଯୁକ୍ତ ଉତ୍ତର ନିଶ୍ଚିତ ଭାବେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ଦିଆଯିବ। ଏ ଦେଶ, ଏ ମାଟି, ଏ ଜାତିର ଜାତକରେ ହାରିବା ଲେଖା ହୋଇନି। ଗୋଟିଏ ହାତରେ ଶାସ୍ତ୍ର ଓ ଆର ହାତରେ ଶସ୍ତ୍ର ଧରି ଆମ ପ୍ରିୟ ଭାରତ ମାତା ଏ ପାଶବିକ ଆକ୍ରମଣର କଠୋରରୁ କଠୋରତମ ଜବାବ ଖୁବ୍ ଶୀଘ୍ର ଦେବାକୁ ଯାଉଅଛି।